ସଦା ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖିଥିବେ ଚର୍ଚ୍ଚ ଏବଂ ପାଷ୍ଟରମାନଙ୍କୁ 8ଗୋଟି କାରଣ ଦ୍ୱାରା ଆପଣମାନେ ବାଛନ୍ତୁ ନାହିଁ। କାହିଁକି ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ଲୋକମାନେ ଭ୍ରାନ୍ତ କରୁଛନ୍ତି ଏବଂ ଅନେକ ଲୋକମାନେ ଭ୍ରାନ୍ତ ମଧ୍ୟ ହେଉଛନ୍ତି। ସେଥି ନିମନ୍ତେ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই বিষୟରେ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। এই ଭିଡ଼ିଓ ମାଧ୍ୟମରୁ ଆପଣମାନେ କିଛି ସମୟ এই ଭିଡ଼ିଓକୁ ସଠିକ୍ ଭାବରେ ଦେଖନ୍ତୁ, ସଠିକ୍ ଭାବରେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଏବଂ এই ଭିଡ଼ିଓକୁ ଅନେକ ଜାଗାମାନଙ୍କରେ ଆପଣମାନେ ସେୟାର ମଧ୍ୟ କରନ୍ତୁ, ଯେ ଲୋକମାନେ ମଧ୍ୟ ଜାଣିପାରନ୍ତୁ, ଶିଖିପାରନ୍ତୁ। এই বিষୟକୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପୂର୍ବରୁ ପାଷ୍ଟର ଏବଂ ଚର୍ଚ୍ଚକୁ 8ଗୋଟି କାରଣ ଦ୍ୱାରା ଆପଣମାନେ ବାଛନ୍ତୁ ନାହିଁ, এই বিষୟକୁ ରଖିବା ପୂର୍ବରୁ ଆଉ ଏକ ବିଷୟ କିଛି ବିଷୟ କହିବା ପାଇଁ ଚାହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ପ୍ରଚାରକ, ଅନେକ ଭାବବାଦୀ, ଅନେକ ଶିକ୍ଷକ, ଅନେକ ପାଳକ ଆପଣମାନେ ଜାଣିଛନ୍ତି, ସେମାନେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଥିବା ବିଷୟ ଶିକ୍ଷା ଦେଉଛନ୍ତି କିମ୍ବା ବାଇବଲରେ ନଥିବା ବିଷୟ ଶିକ୍ଷା ଦେଉଛନ୍ତି। ଆପଣମାନେ କେମିତି ଜାଣିପାରିବେ? ଜାଣିବା ପାଇଁ ହେଲେ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ସଠିକ୍ ଭାବରେ ଅଧ୍ୟୟନ କରିଥିବା ଦରକାର। ନହେଲେ ଆପଣମାନେ ଜାଣିପାରିବେ ନାହିଁ। ଯେକୌଣସି ସ୍ଥାନର ବ୍ୟକ୍ତି ଆସି ଆପଣମାନଙ୍କ ପାଖରେ ଯେମିତି ଶିକ୍ଷା ଦେଲେ ମଧ୍ୟ ଆପଣଙ୍କୁ ସଠିକ୍ ଲାଗିବ, ଯଦି ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଯଦି ଅଧ୍ୟୟନ କରିନଥିବେ। ସେଥିପାଇଁ ନିହାତି ଜରୁରୀ ଅଟେ ଆମ୍ଭେମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଅଧ୍ୟୟନ କରିବା ଦରକାର। ତେବେ ଯାଇ ଆମ୍ଭେମାନେ ଜାଣିପାରିବା ଜଣେ ବ୍ୟକ୍ତି ସେ ବାଇବଲରେ ଥିବା ବିଷୟ କହୁଅଛି କିମ୍ବା ବାଇବଲର ବାହାରେ କହୁଅଛି। ନହେଲେ ଆମ୍ଭେମାନେ ଜାଣିପାରିବା ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆପଣମାନଙ୍କୁ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ଚର୍ଚ୍ଚ ଏବଂ ପାଷ୍ଟରକୁ 8ଗୋଟି କାରଣ ଦ୍ୱାରା ଆପଣମାନେ କେବେ ମଧ୍ୟ ବାଛନ୍ତୁ ନାହିଁ। ପ୍ରଥମ ବିଷୟ ହେଲା ଚମତ୍କାର। ଯେଉଁ ମଣ୍ଡଳୀରେ ଚମତ୍କାର ଚାଲୁଅଛି, ସେହି ମଣ୍ଡଳୀରେ ପ୍ରଭୁଙ୍କର ପ୍ରିୟ ଦାସମାନେ ହିଁ ଚମତ୍କାର କରୁଥିବେ କିମ୍ବା ମଣ୍ଡଳୀର ଲୋକମାନେ ମଧ୍ୟ ବର୍ତ୍ତମାନ ସମୟରେ ଅନ୍ୟ ଭାଷା ବୋଲି କହିଲେ ଯେଉଁ ରାବା ରାବା ଲାକା ରାକା 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 ରିକା ରାକାରା ବୋଲି କହୁଛନ୍ତି, ସେ ବିଷୟକୁ ଅନ୍ୟ ଭାଷା ବୋଲି କହୁଛନ୍ତି। କିନ୍ତୁ ଏହି ଭାଷା ହେଉଛି ଶୈତାନର ଭାଷା, ଜିବ୍ରିସ୍ ଗ୍ଲୋସା ନୁହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝିବା ଦରକାର। ଚମତ୍କାରକୁ ଦେଖି ଯେଉଁ ମଣ୍ଡଳୀରେ ଚମତ୍କାର ଚାଲୁଛି, ଯେଉଁ ପ୍ରଭୁଙ୍କର ପ୍ରିୟ ଦାସମାନେ ଚମତ୍କାର କରୁଛନ୍ତି, ଆଶ୍ଚର୍ଯ୍ୟ କର୍ମ କରୁଛନ୍ତି, ସେ ଆଶ୍ଚର୍ଯ୍ୟକୁ ଦେଖିକି ଆପଣମାନେ ମଣ୍ଡଳୀକୁ ଯାଆନ୍ତୁ ନାହିଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଆଶ୍ଚର୍ଯ୍ୟ କରନ୍ତି, ପ୍ରଭୁଙ୍କର ପ୍ରିୟ ଦାସମାନେ ମଧ୍ୟ ଆଶ୍ଚର୍ଯ୍ୟ କରନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଜାଗ୍ରତ। କାହିଁକି? ପ୍ରଭୁ ଯୀଶୁ ଲୋକମାନଙ୍କୁ ତଳକୁ ଅଦ୍ରାଇ ନାହାନ୍ତି। ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ଲୋକମାନଙ୍କୁ ତଳକୁ ଅଦ୍ରାଇ ନାହାନ୍ତି। ଏବଂ ପ୍ରଭୁ ଯୀଶୁ ଏବଂ ପ୍ରଭୁ ଯୀଶୁଙ୍କର ଶିଷ୍ୟମାନେ ଏବଂ ଭବିଷ୍ୟତ ବକ୍ତାମାନେ ମଧ୍ୟ ଅନ୍ୟ ଭାଷା ବର୍ତ୍ତମାନ ଚାଲିଛି ରାବା ରାବା ଲାକା ରାକା ରାକା ରାକା, এই ଭାଷା କେବେ ମଧ୍ୟ କହିନାହାନ୍ତି ଏବଂ ଲୋକମାନଙ୍କୁ ତଳକୁ ମଧ୍ୟ ଅଦ୍ରାଇ ନାହାନ୍ତି। କେତୋଟି ଜାଗାରେ ଲେଖାଯାଏ ଲୋକମାନେ ଆଗକୁ ପଡ଼ିଛନ୍ତି କିନ୍ତୁ ପଛଆଡ଼େ ସେମାନେ ପଡ଼ିନାହାନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ,
ଯେଉଁ ମଣ୍ଡଳୀରେ ଆଶ୍ଚର୍ଯ୍ୟ କର୍ମ ଚାଲୁଅଛି ସେ ଆଶ୍ଚର୍ଯ୍ୟ କର୍ମକୁ ଦେଖି ଆପଣମାନେ ଦୟାକରି ଯାଆନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଦ୍ୱିତୀୟ ବିଷୟ ହେଲା ଭଲ ଲାଗୁଅଛି, ସେଇ ମଣ୍ଡଳୀରେ ଗଲେ ମୋତେ ଭଲ ଲାଗୁଅଛି, ଏଇ ଭଲ ଲାଗିବା ଆଶାରେ ଆପଣମାନେ ଯାଆନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଅନେକ ଲୋକମାନେ ଅଛନ୍ତି ସେଇ ମଣ୍ଡଳୀରେ ଗଲେ ବହୁତ ସୁନ୍ଦର ଲାଗୁଛି, ଆନନ୍ଦ ଲାଗୁଛି, ସେଥିପାଇଁ ମୁଁ ଯାଉଅଛି ବୋଲି ଲୋକମାନେ ମଧ୍ୟ କହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେଉଁ ମଣ୍ଡଳୀରେ ଗଲେ ଭଲ ଲାଗୁଅଛି ସେଇ ମଣ୍ଡଳୀରେ ମଧ୍ୟ ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। ଏବଂ ତୃତୀୟ ବିଷୟ ହେଲା ଆଶୀଷ। ଯେଉଁ ମଣ୍ଡଳୀରେ ଗଲେ ଆଶୀର୍ବାଦ ମିଳୁଛି, ଆଶୀଷ ଆସୁଅଛି, ସେ ବିଷୟକୁ ଦେଖି ମଧ୍ୟ ଆପଣମାନେ ଦୟାକରି ସେ ମଣ୍ଡଳୀକୁ ଯାଆନ୍ତୁ ନାହିଁ। ଆପଣମାନେ ଭାବୁଥିବେ ତାହେଲେ ଆପଣ କ'ଣ କହିବା ପାଇଁ ଚାହୁଁଅଛନ୍ତି? ଏ ବିଷୟ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, କିନ୍ତୁ ଆପଣମାନେ ଧୈର୍ଯ୍ୟର ସହିତ କିଛି ସମୟ ସଠିକ୍ ଭାବରେ ଶୁଣନ୍ତୁ। କ'ଣ କହିବା ପାଇଁ ଯାଉଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ? ଯେଉଁ ଜାଗାରେ ଚମତ୍କାର ଚାଲୁଛି ସେଇ ଜାଗାରେ ଆପଣମାନେ ଯାଆନ୍ତୁ ନାହିଁ, ସେଇ ମଣ୍ଡଳୀରେ ଯାଆନ୍ତୁ ନାହିଁ। ସେହି ପ୍ରକାର ପ୍ରଭୁ ଯୀଶୁଙ୍କର ପ୍ରିୟ ଦାସମାନଙ୍କ ପଛରେ ଆପଣମାନେ ଚାଲନ୍ତୁ ନାହିଁ, ପ୍ରଭୁଙ୍କ ପଛରେ ଚାଲନ୍ତୁ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ଜାଗାରେ ଗଲେ ଭଲ ଲାଗୁଛି, ସେଇ ମଣ୍ଡଳୀରେ ଗଲେ ଭଲ ଲାଗୁଛି, ସେଇ ମଣ୍ଡଳୀକୁ ଆପଣମାନେ ଯାଆନ୍ତୁ ନାହିଁ। ଏବଂ ଯେଉଁ ମଣ୍ଡଳୀରେ ଗଲେ ଆଶୀଷ ମିଳୁଛି ସେଇ ମଣ୍ଡଳୀରେ ମଧ୍ୟ ଆପଣମାନେ ଯାଆନ୍ତୁ ନାହିଁ। ଏବଂ ଚତୁର୍ଥ ବିଷୟ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଛୁଟକାରା, ମୁକ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସେଇ ମଣ୍ଡଳୀକୁ ମଧ୍ୟ ଆପଣମାନେ ଯାଆନ୍ତୁ ନାହିଁ। ଯେଉଁ ମଣ୍ଡଳୀରେ ଗଲେ ଆପଣମାନେ ଯେକୌଣସି ରୋଗ ଥିବେ, ଯେକୌଣସି ଯନ୍ତ୍ରଣା ଥିବେ, ସେଇ ମଣ୍ଡଳୀରେ ଗଲେ ଆପଣମାନେ ସୁସ୍ଥ ହେଉଛନ୍ତି, ସେଇ ସୁସ୍ଥତାକୁ ଦେଖି ଆପଣମାନେ ଯାଆନ୍ତୁ ନାହିଁ। ସୁସ୍ଥତା ଲାଭ କରିବା ନିମନ୍ତେ ଏବଂ ସୁସ୍ଥତା କରୁଅଛନ୍ତି ବୋଲି ତାହା ଦେଖି ଆପଣମାନେ ସେଇ ମଣ୍ଡଳୀକୁ ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। କାରଣ ମନୁଷ୍ୟ ଜୀବନରେ ଯଦି ଗୋଟିଏ ବିଷୟ ଯଦି ଛାଡ଼ିଯାଏ ତାହେଲେ ଆଉ ଗୋଟିଏ ବିଷୟ ହୁଏ। ଭାବି ନିଅନ୍ତୁ, ଗୋଟିଏ ମନୁଷ୍ୟକୁ ଯଦି ପେଟର ଯନ୍ତ୍ରଣା ଛାଡ଼ିଯାଏ ତାହେଲେ ତାକୁ ଜ୍ୱର ମଧ୍ୟ ହୁଏ କିମ୍ବା କାଶ ମଧ୍ୟ ହୁଏ, କେଉଁଟା ନା କେଉଁଟା ମନୁଷ୍ୟ ଜୀବନରେ ଲାଗି ରହିବ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଚେଙ୍ଗା, ଛୁଟକାରା, ଏ ବିଷୟକୁ ଦେଖି ଆପଣମାନେ ଦୟାକରି ସେହି ପ୍ରକାର ମଣ୍ଡଳୀମାନଙ୍କୁ ଆପଣମାନେ ଯାଆନ୍ତୁ ନାହିଁ। ଏବଂ ପଞ୍ଚମ ବିଷୟ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୋର ପରିବାର ଯାଉଛନ୍ତି ସେଥିପାଇଁ ମୁଁ ଯାଉଅଛି, ଆମର ସମସ୍ତ ପରିବାର ଯାଉଛନ୍ତି ସେଥିପାଇଁ ମୁଁ ମଧ୍ୟ ଯାଉଅଛି, এই বিষয়କୁ ଭାବି ଦୟାକରି ଆପଣମାନେ ଯାଆନ୍ତୁ ନାହିଁ। ଯଦି ଭାବି ନିଅନ୍ତୁ ସେମାନେ ଯଦି ଶେଷ ସମୟରେ ନରକକୁ ଯିବେ ତାହେଲେ ଆପଣମାନେ କେଉଁଠି ଯିବେ? ଆପଣଙ୍କ ପରିବାର ଦେଖିକି ଆପଣମାନେ ଯାଉଛନ୍ତି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ସେହି ପ୍ରକାର ମଣ୍ଡଳୀରେ ବା ମୋର ପରିବାର ଯଦି ଯାଉଛନ୍ତି ସେହି ପ୍ରକାର ମଣ୍ଡଳୀରେ ଆପଣମାନେ ଯାଆନ୍ତୁ ନାହିଁ। ପରିବାରକୁ ଦେଖିକି ଆପଣମାନେ ଯାଆନ୍ତୁ ନାହିଁ। ଏବଂ ଷଷ୍ଠ ବିଷୟ ହେଲା ସ୍ତ୍ରୀ। ମୋର ସ୍ତ୍ରୀ ଯାଉଅଛି ସେଥିପାଇଁ ମୁଁ ଯାଉଅଛି। ଅନେକ ଲୋକମାନେ ଅଛନ୍ତି ଏମିତି କହିବା ଲୋକମାନେ, ଆପଣମାନେ ଶୁଣି ମଧ୍ୟ ଥିବେ, ମୋର ସ୍ତ୍ରୀ ସେଇ ଜାଗାରେ ଯାଉଛି ସେଥିପାଇଁ ମୁଁ ଯାଉଅଛି, এই ପ୍ରକାର କହନ୍ତି। সেই ପ୍ରକାର ଯଦି ଆପଣମାନଙ୍କର ସ୍ତ୍ରୀ ଅନୁସାରେ ଆପଣମାନେ ଚଲୁଛନ୍ତି ଏବଂ ଆପଣମାନଙ୍କର ସ୍ତ୍ରୀ ଯେଉଁ ମଣ୍ଡଳୀରେ ଯାଉଅଛି, ମୋର ସ୍ତ୍ରୀ ଯାଉଅଛି ବୋଲି ମୁଁ ମଧ୍ୟ ଯାଉଅଛି ବୋଲି ଆପଣମାନେ ଯାଆନ୍ତି, ସେହି ପ୍ରକାର ମଣ୍ଡଳୀରେ ଆପଣମାନେ ଯାଆନ୍ତୁ ନାହିଁ ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ସପ୍ତମ ବିଷୟ ହେଲା ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୋର ବନ୍ଧୁବାନ୍ଧବମାନେ ଯାଉଛନ୍ତି, ମୋର ସାଙ୍ଗ ଯାଉଅଛି, ମୋର ଅନେକ ଲୋକମାନେ ଯାଉଛନ୍ତି ସେଥିପାଇଁ ମୁଁ ମଧ୍ୟ ଯାଉଅଛି ସେଇ ମଣ୍ଡଳୀରେ, ଏମିତି ଭାବିକି ମଧ୍ୟ ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। ଏବଂ ଅଷ୍ଟମ ବିଷୟ ହେଲା ଭାବ ପ୍ରବଣତା। এই বিষয়କୁ ମଧ୍ୟ ପ୍ରଭୁଙ୍କର ପ୍ରିୟ ଲୋକମାନେ କହିବା ପାଇଁ ଚାହେଁ।
এই প্রকার মଣ୍ଡଳୀରେ ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ତାହେଲେ ଆମେ କେମିତି ମଣ୍ଡଳୀରେ ଯିବା, କେମିତି ପାଷ୍ଟରକୁ ବାଛିବା ବା କେମିତି ଚର୍ଚ୍ଚକୁ ବାଛିବା? ଆପଣଙ୍କର ମତ କ'ଣ? ଏ ବିଷୟ ଆପଣମାନେ ପଚାରିବେ ବା ମନରେ ପ୍ରଶ୍ନ ମଧ୍ୟ ଆସୁଥିବ। କିନ୍ତୁ ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେଉଁ ମଣ୍ଡଳୀରେ ପ୍ରଭୁଙ୍କର ପ୍ରିୟ ଦାସମାନେ ବାଇବଲ ଆଧାରିତ ସଠିକ୍ ଶିକ୍ଷା ଦେଉଛନ୍ତି, ସେହି ମଣ୍ଡଳୀରେ ଆପଣମାନେ ଯାଆନ୍ତୁ। ଯେଉଁ ମଣ୍ଡଳୀରେ ସଠିକ୍ ଶିକ୍ଷା ଚାଲୁଅଛି, ସେହି ଶିକ୍ଷାକୁ ଦେଖି ଆପଣମାନେ ମଣ୍ଡଳୀକୁ ଆପଣମାନେ ନିର୍ଣ୍ଣୟ କରନ୍ତୁ, ସେହି ମଣ୍ଡଳୀରେ ମୋତେ ଯିବାକୁ ପଡ଼ିବ। କାରଣ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଇଥିବା ବିଷୟ ସଠିକ୍ ଭାବରେ ଶିକ୍ଷା ଦେଉଛନ୍ତି। ସେଥିପାଇଁ ସେହି ମଣ୍ଡଳୀରେ ମୁଁ ଯାଉଅଛି ବୋଲି ଗର୍ବର ସହିତ ଆପଣମାନେ କହିପାରିବେ। କିନ୍ତୁ ଆପଣମାନେ ଆଶ୍ଚର୍ଯ୍ୟ ଦେଖି ମୋର ପରିବାର ଯାଉଅଛନ୍ତି ବୋଲି, ମୋର ବନ୍ଧୁବାନ୍ଧବ ଯାଉଅଛନ୍ତି ବୋଲି, ସେହି ଜାଗାରେ ଗଲେ ଆଶୀଷ ମିଳୁଅଛି ବୋଲି ଅନେକ ଲୋକମାନଙ୍କର ପ୍ରଲୋଭନ ଦେଖି ବା ଲୋକମାନଙ୍କୁ ଦେଖି ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। ଯେଉଁ ଜାଗାରେ ମଣ୍ଡଳୀରେ ହଜାର ହଜାର ଲୋକ ଯାଉଛନ୍ତି, ମୁଁ ମଧ୍ୟ ଯିବି ସେହି ଜାଗାରେ ବୋଲି ଆପଣମାନେ ଯାଆନ୍ତୁ ନାହିଁ। ଯେଉଁ ମଣ୍ଡଳୀରେ ସଠିକ୍ ଶିକ୍ଷା ଚାଲିଅଛି, ବାଇବଲ ଆଧାରିତ ଶିକ୍ଷା ଚାଲିଅଛି, ସେହି ମଣ୍ଡଳୀରେ ଆପଣମାନେ ଯାଆନ୍ତୁ ଏବଂ ଶିଖନ୍ତୁ। ଏବଂ ସେହି ମଣ୍ଡଳୀରେ ଆପଣମାନେ ଯଦି ଶିଖିବେ, ତାହେଲେ ଅନେକ ବିଷୟ ଆପଣମାନେ ଜାଣିପାରିବେ। କିନ୍ତୁ ଆଶ୍ଚର୍ଯ୍ୟ ଦେଖି ଆପଣମାନେ ଦୟାକରି ଯାଆନ୍ତୁ ନାହିଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ। এই ଛୋଟିଆ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲି। এই ପ୍ରକାର ଅନେକ ବିଷୟ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ବିଷୟ ଅଛି। ଏବଂ ବର୍ତ୍ତମାନ ସମୟରେ ପ୍ରଭୁଙ୍କର ପ୍ରିୟ ଲୋକମାନେ ମନୋନୀତ ଲୋକମାନଙ୍କୁ ଅନେକ ଶିକ୍ଷକମାନେ ଅଛନ୍ତି, ସେ ଲୋକମାନଙ୍କୁ ଭ୍ରାନ୍ତ କରୁଛନ୍ତି। ସେମାନେ କେମିତି ଶିକ୍ଷା ପାଇଛନ୍ତି ସେମାନଙ୍କୁ ଜଣା ଏବଂ ପ୍ରଭୁ ଜାଣିଛନ୍ତି। କିନ୍ତୁ ସମୟ ଆସିବ, ଲୋକମାନେ ମଧ୍ୟ ଜାଣିବେ। ଏବଂ ଈଶ୍ୱରଙ୍କର ପବିତ୍ର ବାଇବଲରେ ଲେଖାଯାଏ ଅନେକ ବିଷୟ ଆପଣମାନେ ଜାଣିଛନ୍ତି। ଯେଉଁ ବ୍ୟକ୍ତିମାନେ ଈଶ୍ୱରଙ୍କର ପବିତ୍ର ବାଇବଲକୁ ଆପଣମାନେ ସଠିକ୍ ଭାବରେ ପଢ଼ିଥିବେ, ତାହେଲେ ଆପଣମାନେ ଜାଣିପାରିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଯେଉଁ ମଣ୍ଡଳୀରେ ସଠିକ୍ ଶିକ୍ଷା ଚାଲିଛି, ପ୍ରଭୁଙ୍କର ପ୍ରିୟ ଦାସମାନେ ବାଇବଲ ଆଧାରିତ ଶିକ୍ଷା ଦେଉଛନ୍ତି, ସେହି ମଣ୍ଡଳୀରେ ଆପଣମାନେ ଯାଆନ୍ତୁ। ଆପଣମାନଙ୍କର ସ୍ତ୍ରୀକୁ ଦେଖି, ବନ୍ଧୁବାନ୍ଧବଙ୍କୁ ଦେଖି ଲୋକମାନେ ଯାଉଅଛନ୍ତି ବୋଲି ଆପଣମାନେ ଦୟାକରି ଯାଆନ୍ତୁ ନାହିଁ। ଯେଉଁ ଜାଗାରେ ସଠିକ୍ ଶିକ୍ଷା ଚାଲିଛି, ସେହି ଜାଗାରେ ଆପଣମାନେ ଯାଆନ୍ତୁ। ଏହି ଛୋଟିଆ ବାକ୍ୟ ଦ୍ୱାରା ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।